ସବୁବେଳେ କ'ଣ ଭୁଲ ଗୋଟେ ନାରୀର? ସୁଖ ଓ ଦୁଃଖ କେଉଁଠି ହେଲେ ଚିରସ୍ଥାୟୀ ନୁହେଁ ବୋଲି କୁହାଯାଉଥିଲେ ବି ସୁଖ ବୋଧେ ଅଳ୍ପ ସମୟ ରହେ ଏବଂ ମଣିଷକୁ ନିଶାସକ୍ତ କରି ଲୁଚକାଳି ଖେଳିଲା ପରି ଆଖି ପିଛୁଳାକେ ପଳାଇଯାଏ ଓ ଦୁଃଖ ରହିଯାଏ ନିଶ୍ଚଳ ଅଡ଼ୁଆ ସୂତା ପରି ଦେହ ସାରା ଲଟପଟ ହୋଇ ଗୁଡ଼େଇ ତୁଡ଼େଇ ମଣିଷକୁ ଅଣନିଶ୍ୱାସୀ କରିବା ପାଇଁ ଗୋଟିଏ ପରେ ଆଉ ଗୋଟିଏ ସେମିତି କିଛି ହୋଇଥିଲା ସରିତା ଜୀବନରେ। ମନେ ପଡ଼ୁଛି ଜିତୁକୁ ବାହା ହେଲା ପରେ କଡ଼ା ଖଇର ମିଶା ପାନ ଖାଇ ସେଦିନ ସିନେମା ହଲ୍ରେ ଜିତୁ ସାଙ୍ଗରେ ତା'ର ପ୍ରଥମ ସିନେମା ଦେଖା ଏବଂ ଅଧାରୁ ପାନ ଛେପ ପକାଇବା ପାଇଁ ଜାଗା ଖୋଜା ସ୍ୱପ୍ନ ଭଳି ଲାଗେ। ସେ ତ ପୁରା ଡରି ଯାଇଥିଲା ଯେ ଜିତୁ ତା ଉପରେ ବିରକ୍ତ ହେବ ବୋଲି। ମାତ୍ର ଜିତୁ ଟିକିଏ ବି ରାଗି ନଥିଲା। ଖାଲି ଏତିକି କହିଥିଲା, ଆଲୋ ବାୟାଣୀ, ଆଜି ଯାହା ତୋତେ ସ୍ୱର୍ଗ ସୁଖ ଦେଉଛି କାଲି ସେଇ ଜିନିଷ ତୋତେ ଯମ ଯନ୍ତ୍ରଣା ନ ଦେଉ। କଡ଼ା ପାନ ଏତେ ଖାଆନ୍ତି ନାହିଁ। ସତ କହିଥିଲା ଜିତୁ। ଆଜି ଯାହା ସ୍ୱର୍ଗ ସୁଖ କାଲି ତାହା ନର୍କକୁ ଠେଲିଦେବ ଓ ନିଜେ ଜିତୁ ହିଁ ତାହା ପ୍ରମାଣ କରି ଦେଖାଇ ଦେଇଥିଲା। ବାହାଘରର ପ୍ରଥମ କେତେଦିନ ସବୁ କିଛି ଠିକ୍ଠାକ୍ ଚାଲିଥିଲା ସେମାନଙ୍କ ଭିତରେ। ନବବିବାହିତା ବୋଲି ସରିତା କେବେ ବି ଛୋପରା ହେଇନାହିଁ। ଭଉଣୀମାନଙ୍କର ଲକ୍ଷ୍ୟ ପ୍ରରୋଚନା ସତ୍ତ୍ୱେ ବିଧବା ଶାଶୁଙ୍କ ଯତ୍ନରେ କେବେ ବି ଅବହେଳା କରିନାହିଁ ସେ। ଯଦିଓ ତା'ର ଉପର ଦୁଇ ଭଉଣୀ ଶାଶୁ ଶ୍ୱଶୁରଙ୍କ ସହିତ ଛାଡ଼ବାଡ଼ ହୋଇ ଅଲଗା ରହିଛନ୍ତି ନିଜ ସ୍ୱାମୀଙ୍କ ସାଙ୍ଗରେ। ସରିତାର ବିବେକ କେବେ ବି ତାହା ଚାହିଁନଥିଲା। କାଲି ଯଦି ସରିତାର ପୁଅଟିଏ ହୁଏ ଓ ସେ ବି ବଡ଼ ହେବା ପରେ ଯଦି ଲାଜରେ ଯାଇଥିଲା ସରିତା। ଛି ଛି, କ'ଣ ଭାବୁଛି ସେ? ଲାଜ ସରମ ପୋଡ଼ି ଖାଇଲାଣି। ବିବାହର 3 ବର୍ଷ କେମିତି ନା କଟିଗଲା ଜଣାପଡ଼ିଲା ନାହିଁ। ଧୀରେ ଧୀରେ ଗୋଟିଏ ଅଭାବ ଛୋଟରୁ ବଡ଼ ଆକାର ଧାରଣ କରିବାକୁ ଲାଗିଲା। ଏତେ ବିରାଟ ହୋଇଗଲା ଯେ ଏକାବେଳକେ ତାହା ସେମାନଙ୍କ ବୈବାହିକ ଜୀବନକୁ ଛାରଖାର କରି ରଖିଦେଇଥିଲା। ସରିତାର ମାତୃତ୍ୱ ପ୍ରାପ୍ତି ହୋଇନାହିଁ। 3 ବର୍ଷ ହେଲାଣି ସରିତା ଏ ପର୍ଯ୍ୟନ୍ତ ମା' ହୋଇପାରିନାହିଁ। ଆରେ ହଁ ତ, ଜିତୁ ବି କେମିତି ମଣିଷ କେଜାଣି? କ'ଣ ବାପା ହେବାର ସୁଖ ଦରକାର ନାହିଁ କି ତାଙ୍କୁ? ସରିତାର ଶାଶୁଙ୍କ ବୁଲେଇ ବଙ୍କେଇ କହିବା ପ୍ରଥମେ ସରିତାକୁ ଅବୁଝା ହେଲେ ବି ଧୀରେ ଧୀରେ ସବୁ ବୁଝି ଯାଉଥିଲା। କେମିତି ବନ୍ଧ୍ୟା ନାରୀର ମୃତ୍ୟୁ ପରେ ନର୍କବାସ ହୁଏ, କେମିତି ସକାଳୁ ଉଠି ବନ୍ଧ୍ୟା ନାରୀର ମୁଖ ଦର୍ଶନ କଲେ ଦିନଯାକ ଅମଙ୍ଗଳ ମାଡ଼ି ଆସେ ଇତ୍ୟାଦି। ଖୁଣ୍ଟା କେବଳ ସରିତାକୁ କଷ୍ଟ ଦେଉନଥିଲା। ଜିତୁର ମନ ଭିତରେ ଦୁକୁ ଦୁକୁ ହୋଇ ଜଳୁଥିବା ନିଆଁରେ ମଧ୍ୟ ଘିଅ ପକାଇବାର କାମ କରୁଥିଲା। କେତେ ଡାକ୍ତର, କେତେ ଔଷଧ, କିଛି ବି ସୁଫଳ ହେଲା ନାହିଁ। ସମସ୍ତେ କହିଲେ ସରିତା ସମ୍ପୂର୍ଣ୍ଣ ସୁସ୍ଥ ଅଛି, ତେଣୁ ଭଗବାନ ହିଁ ଭରସା ଏବଂ ସେ ଚାହିଁଲେ ହିଁ ସରିତାର ଭାଗ୍ୟ ଫିଟିବ। ସରିତାର ଭାଗ୍ୟ ଫିଟୁ ବା ନ ଫିଟୁ, କିନ୍ତୁ ନିଜର ଭାଗ୍ୟକୁ ଅନ୍ୟତ୍ର ପରୀକ୍ଷା କରିବାକୁ ଏ ଭିତରେ ପ୍ରସ୍ତୁତ ହେଉଥିଲା। ଶୁଣ, ଏ ବର୍ଷ ପ୍ରବଳ ତାତି, ଦେଖ ନା କେମିତି ବାହାରକୁ ଚାହିଁ ବି ହେଉନାହିଁ। ମୁଁ କ'ଣ କହୁଥିଲି କି ଗୋଟେ ଏସି ଆଣିଲେ କେମିତି ହୁଅନ୍ତା କହିଲ? ହଁ ହଁ, ଗରମ ତ ହେବ ନା। ଦିନସାରା ଝରକା ବାଟେ ପରପୁରୁଷଙ୍କୁ ଦେଖି ଦେଖି ଚକ୍ଷୁ ପବିତ୍ର କଲେ ଆଉ କ'ଣ ହେବ? ଏହା ଥିଲା ଜିତୁର ସରିତା ପ୍ରତି ପ୍ରଥମ ଆକ୍ଷେପ। ଏହାପରେ ଆକ୍ଷେପଗୁଡ଼ିକ ନିତିଦିନିଆ ହୋଇଯାଇଥିଲା, ଯାହାକୁ ସରିତା ସହିବାକୁ ବାଧ୍ୟ ହେଉଥିଲା। କାରଣ ସେ ନିଃସନ୍ତାନ। ଜିତୁକୁ ସେ ଅବା କ'ଣ ଦେଇପାରିଛି? କିନ୍ତୁ ତା'ର ତ କିଛି ଦୋଷ ନାହିଁ ବୋଲି ଡକ୍ଟର କହିଲେ। ଜିତୁର ହୁଏତ କିଛି ଥାଇପାରେ। ଜିତୁକୁ କହିବ କି ଯାଇ ଚେକଅପ୍ କରି ଆସିବା ପାଇଁ? ନାଇଁ ନାଇଁ, ଥାଉ, ତା'ର ପିଲାଛୁଆ ଦରକାର ନାହିଁ। ହେଲେ ଜିତୁକୁ ଅସନ୍ତୁଷ୍ଟ କରିପାରିବ ନାହିଁ। ପିଲାଛୁଆ ନ ହେଲେ ନାହିଁ, କିନ୍ତୁ ଜିତୁକୁ ଛାଡ଼ି ସେ କ'ଣ ବଞ୍ଚିପାରିବ? ସେଦିନ କିନ୍ତୁ ପର୍ବତର ସମସ୍ତ ସୀମା ପାର କରିଯାଇଥିଲା। ଜିତୁ ଯେତେବେଳେ କହିଥିଲା, ଭଗବାନ ତୋତେ ସନ୍ତାନ ଦେଇନାହାନ୍ତି କାହିଁକି ଜାଣୁ? ପର ପୁରୁଷଙ୍କୁ ଦେଖି ଏଭଳି ଲୋଭେଇବାରୁ ଏହା ତୋର କର୍ମର ଫଳ। ଭୋଗେ ଏଥର। ଦିନବେଳା ଝରକା ପାଖରେ ଯାଇ ବସିବା ସରିତାର ଗୋଟେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଯାଇଥିଲା ଓ ପରିଶେଷରେ ସେ ତାହାକୁ ସବୁଦିନ ପାଇଁ ଛାଡ଼ିବାକୁ ବାଧ୍ୟ ହୋଇଥିଲା, ଏଇଥିପାଇଁ ଯେ ଜିତୁ କେମିତି ତୟାର ରହୁ। କିନ୍ତୁ ଜିତୁ ତ କେବେଠାରୁ ଅଲଗା ସଂସାରର ସ୍ୱପ୍ନ ଦେଖି ଚାଲିଥିଲା। ଯେଉଁ ଶାଶୁକୁ ମା'ର ଦ୍ୱିତୀୟ ଅବତାର ବୋଲି ମାତୃହୀନା ସରିତା ଆଜିଯାଏ ଭାବି ଆସୁଥିଲା, ଶେଷରେ ସେ ହିଁ ଜିତୁ ଓ ସରିତାକୁ ଅଲଗା କରିବା ପାଇଁ ବ୍ୟୁହ ରଚନା କଲେ। ପରିଶେଷରେ
ଶାଶୁମା ସଫଳତାର ସହିତ ସରିତା ଓ ଜିତୁକୁ ଛାଡ଼ପତ୍ର କରାଇ ଜିତୁର ଦ୍ୱିତୀୟ ବିବାହ କରେଇଥିଲେ ନିଜ ମନପସନ୍ଦର ଝିଅଟି ସହିତ। ସରିତାର ସଂସାର ତ ଜିତୁମୟ ଥିଲା। ଯୁଆଡ଼େ ଦେଖିଲେ ଜିତୁ ହିଁ ଜିତୁ। ଜିତୁ ବିନା ବଞ୍ଚିବାକୁ ହେବ ବୋଲି ସେ ସ୍ୱପ୍ନରେ ବି ଭାବିନଥିଲା। ପିଲା ଛୁଆର ଲୋଭଠାରୁ ଜିତୁ ପ୍ରତି ତାର ଅତି ମାତ୍ରାରେ ଲୋଭ ଓ ଆସକ୍ତି। ଅଥଚ ସେଇ ଜିତୁ ଆଜି ଯେତେବେଳେ ଡିଭୋର୍ସ ଦୁହେଁ ଅଲଗା ହୋଇଗଲେ କେତେଥର ସରିତା ଭାବିଥିବ ଆତ୍ମହତ୍ୟା କରିବା ପାଇଁ। କିନ୍ତୁ ପ୍ରତିଥର ମା ସରସ୍ୱତୀ କଣ୍ଠରେ ବସନ୍ତି ଓ ପଛଖୁଞ୍ଚା ଦିଅନ୍ତି। କାହିଁକି ନା ଡର ମାଡ଼େ ଏସବୁ କରିବାକୁ। ସମୟ କାହାକୁ ଅପେକ୍ଷା କରେ ନାହିଁ। କେହି କାହା ବିନା ଭାସିଯିବାର ଦୃଷ୍ଟାନ୍ତ ନାହିଁ। କେତେ ଅଣନିଶ୍ୱାସୀ ହୋଇ ଛଟପଟ ହେଲେ ବି ମଣିଷର ବଞ୍ଚିବାର ସ୍ପୃହା ପ୍ରବଳ। କେଉଁଠୁ ନା କେଉଁଠୁ ଜୀବନୀ ଶକ୍ତି କାଣିଚାଏ ମିଳିଯାଏ ଏବଂ ବଞ୍ଚିବାର ଇଚ୍ଛା ପୁନର୍ବାର ଜାଗ୍ରତ ହୁଏ। ପୁନର୍ବାର ବଞ୍ଚିବାର ଇଚ୍ଛା ଅଣ୍ଟା ସଳଖି ଠିଆ ହେବାର ଅଦମ୍ୟ ସାହସ ଯୋଗୁଁ ଜଣେ ସୁହୃଦୟ ବ୍ୟକ୍ତିଙ୍କ ସହାୟତାରେ ଗୋଟିଏ ସମ୍ବାଦପତ୍ର ଅଫିସରେ ଡାଟା ଏଣ୍ଟ୍ରି ଅପରେଟରର ଚାକିରି ଖଣ୍ଡେ ମିଳିଯାଇଥିଲା ତାକୁ। ଯାହା ହେଉ ଭଉଣୀମାନଙ୍କ ଉପରେ ବୋଝ ହେବାକୁ ପଡ଼ିନାହିଁ। ନହେଲେ ସେମାନେ ବି ଖୁଣ୍ଟ ଦେବା ଆରମ୍ଭ କରିଥାନ୍ତି। ସ୍ୱାମୀ ଛାଡ଼ିଦେଲେ ସ୍ତ୍ରୀର ଭୁଲ ତଥା ସ୍ତ୍ରୀ ସ୍ୱାମୀକି ଛାଡ଼ିଦେଲେ ବି ସ୍ତ୍ରୀର ହିଁ ଭୁଲ। ଛୁଆ ପିଲା ନ ହୋଇପାରିଲେ ସ୍ତ୍ରୀର ଦୋଷ। ପିଲା ଅବାଟରେ ଗଲେ ବି ମାଆର ହିଁ ଭୁଲ। ବୈବାହିକ ଜୀବନ ଠିକ୍ଠାକ୍ ନ ଚାଲିଲେ କ'ଣ ନା ମାଆ କିଛି ସଣ୍ଠଣା ଶିଖାଏ ନାହିଁ। ପୁଣି ଯଦି ସମସ୍ତଙ୍କର ମନ ଜିତିଗଲା ତେବେ ବାପଘର ଲୋକ କି ମନ୍ତ୍ର ଫୁଙ୍କୁଛନ୍ତି ନା ନହେଲେ ଧର୍ଷଣ ହେଲେ ଧର୍ଷିତାର ଭୁଲ। କାରଣ ଏତେ ଝିଅ ଥାଉ ଥାଉ ସେ ହିଁ କାହିଁକି ଶିକାର ହେଲା? ତାର କିଛି ଦୁର୍ଗୁଣ ଥିବ ନା। ପୁଣି ଯିଏ ନିଜକୁ ସୁରକ୍ଷା ଦେଇ ଧର୍ଷଣକାରୀକୁ ମାତ ଦେଲା ତା ପାଖେ ସ୍ତ୍ରୀ ସୁଲଭ ଗୁଣର ଅଭାବ। ସମାଜର ନୀତି ନିୟମ ଗୁଡ଼ିକ ଖଣ୍ଡା ଭଳି ନାରୀଟିର ମୁଣ୍ଡ ଉପରେ ଅହରହ ଝୁଲିଥାଏ କେବଳ ଖସିପଡ଼ି ଲୁହ ଲୁହାଣ କରିବା ପାଇଁ। ଏତେ ସବୁ ଦୁର୍ଦ୍ଦୟ ଦୁର୍ଦ୍ଦିନ ଭିତରେ ବି ବିଧାତାଙ୍କ ବିଧାନ ତ ଦେଖ। ଯେ ନିରୀହ ସରଳ ପୁଣି ବାକ୍ଚାତୁରୀ ନ ଜାଣିବାରୁ ନେଇ ଆଣି ଥୋଇପାରେ ନା ତାର କପାଳରେ ହିଁ ଦୁର୍ଭାଗ୍ୟ ଗୁଡ଼ିକ ଧାଡ଼ି ଧାଡ଼ି ଲେଖା ହୋଇଥିବ। ଯେ ଚାଲୁ ଲାସ୍ୟମୟୀ କଥା କଥାରେ ରସେଇ ମଜେଇ ଜାଣେ ଛନ୍ଦପଟ ସବୁ ତା ହାତ ମୁଠାରେ। ସେ ଏ ଦୁନିଆକୁ ଆଙ୍ଗୁଠି ଅଗରେ ନଚେଇଥାଏ। ଧନ୍ୟ ହେ ବିଧାତା, ଧନ୍ୟ ତୁମ ରୀତିନୀତି। ସରିତା ଉପରେ ବହୁତ କିଛି ବିତି ଯାଇଛି ସତ, ହେଲେ ସେ କଡ଼ା ପାନ ଆଜି ବି ଛାଡ଼ି ପାରିନାହିଁ। ଅଫିସରୁ ଫେରିଲା ବାଟରେ ଦିନକୁ ଗୋଟିଏ ପାନ ଯେମିତି ହେଲେ ଖାଇବ ସେ। ଜିତୁ ଗଲା ପରଠାରୁ ଖଇର ବ୍ୟବହାର ଆଉ କରୁନାହିଁ। ଆଉ କାହିଁକି ନା ଭଲ ଲାଗୁନି। ଜୀବନଟା ତ ରଙ୍ଗହୀନ। ଖଇର କ'ଣ ତା ଜୀବନର ରଙ୍ଗ ଫେରାଇ ପାରିବ କି? ଖଇର ଦେଖିଲେ ଆଜି ବି ଜିତୁ କଥା ମନେ ପଡ଼େ। ଏକୁଟିଆ ଲାଗେ ଓ ଗୁଡ଼ାଏ କାନ୍ଦିଲା ପରେ ଅନ୍ତର ବେଦନା କିଛି ଉପଶମ ହୁଏ ଓ ଶାନ୍ତି ଲାଗେ। ସେଦିନ ଦାମସାହୁ ଦୋକାନରୁ ପାନଟିଏ ବରାଦ କରି ବ୍ୟାଗରୁ ରେଜା ବାହାର କଲାବେଳେ ହଠାତ୍ କାହା ଡାକରେ ଚମକି ପଡ଼ିଲା। ପ୍ରାୟ 6 ବର୍ଷ ହେଲା ସେଇ ଡାକ ଶୁଣି ନାହିଁ। ଖଇର ଦେବନି ତୋତେ? ଖାଉନୁ କି ଆଜିକାଲି ଆଉ? କିଏ ଥିଲା? ଜିତୁ ତ? ହଁ, 10 ଦିଗ ପାଳକୁ ସାକ୍ଷୀ ରଖି ଯାହାର ହାତ ଧରିଥିଲା ତାକୁ ଚିହ୍ନିବାରେ ଭୁଲ ହେବନି। ଆଉ କେମିତି ଅଛ? ତୁମ ସ୍ତ୍ରୀ ଓ ପିଲାମାନେ ସବୁ ଭଲ ତ? ବହୁତ କଷ୍ଟରେ ଲୁହ ଗୁଡ଼ିକ ଚାପି ରଖିଥିଲା ସରିତା। ମନେ ହେଉଥିଲା ଜିତୁକୁ କୁଣ୍ଢାଇ ଧରି ସବୁଯାକ ଲୁହ ଆଜି ହିଁ ସାରିଦେବ। ହେଲେ ନା, ସେ କାନ୍ଦିବ ନାହିଁ। ପୋଡ଼ିଗଲା ତିଅଣରେ କି ସ୍ୱାଦ? କ'ଣ କହିବି ତୋତେ ଆଉ? ବାହା ହେଲି, ଝିଅଟିଏ ହେଲା। ଗୋଟିଏ ବୋଲି ଝିଅ। ସେ ପୁଣି ମାନସିକ ଅନଗ୍ରସର। କଥା କହିପାରୁନାହିଁ କି ବୁଝିପାରୁନାହିଁ। ସେଇ ଚିନ୍ତା କରି କରି ବୋଉ 4 ବର୍ଷ ହେଲା ଆର ପାରିରେ। ଝିଅଟି ମେଣ୍ଟାଲ ରିଟାର୍ଡ ହେବା କ'ଣ ମୋ ଦୋଷ? ତୁ ହିଁ କହ। ସେଥିଲାଗି ମୋତେ ଦୋଷାରୋପ କରି ତା ମା ଛାଡ଼ପତ୍ର ଦେଇ ଚାଲିଗଲା। ସେ ପୁଣି ଗର୍ଭବତୀ ଥିଲାବେଳେ ତାର ଉଚିତ ଯତ୍ନ ମୁଁ ନେଇ ନ ପାରିଥିବାରୁ ତାର ଏଭଳି ସନ୍ତାନ ଜନ୍ମିଲା। ଯେଉଁ ଝିଅକୁ ଜନ୍ମ କରିଥିଲା ତାକୁ ବୋଝ ବୋଲି ଭାବି ଆଡ଼ ଆଖିରେ ବି ଚାହିଁଲା ନାହିଁ। ଝିଅକୁ ଧରି ମୁଁ ବହୁତ ହଇରାଣ ହେଉଛି। କାନ୍ଦ କାନ୍ଦ ହୋଇ କହିଯାଉଥିଲା ଜିତୁ। ଓଃ ସରି, ହଉ ମୁଁ ଆସୁଛି ତେବେ। ସରିତା ଯିବାକୁ ଉଦ୍ୟତ ହେଲା। ଶୁଣ ସରିତା, ମୁଁ ତୋର ଦୋଷୀ, ମୋତେ କ୍ଷମା କରିଦେ। କେତେଥର ଭାବିଛି ତୋ ସହ ଦେଖା କରିବା ପାଇଁ,
ହେଲେ ସାହସ ହୋଇନାହିଁ। ଯାହା ହେଉ ଭଗବାନ ଆମକୁ ଭେଟ କରାଇଦେଲେ। ଏବେ ବି ସମୟ ଅଛି। ଆମେ ପୁଣି ଥରେ ସଂସାର ଆରମ୍ଭ କରିପାରିବା। ଜିତୁର ପ୍ରତ୍ୟେକ ଶବ୍ଦରୁ ମତଲବର ଗନ୍ଧ ବାହାରି ଆସୁଥିଲା। ତୁମ ଝିଅକୁ ମୋର ଭରପୁର ସ୍ନେହ ଓ ଆଶୀର୍ବାଦ ଦେବ। କିନ୍ତୁ ବହୁତ ଡେରି ହୋଇଗଲା। ତୁମେ ସଂସାରୀ ସମ୍ଭାଳି ପାରୁନ ବୋଲି ମୁଁ ଯାଇ ତୁମ ସହିତ ମୋର ସଂସାର ପୁଣି ଥରେ ବସାଇ ପାରିବି ନାହିଁ। ଆଶା କରେ ତୁମେ ନିଜକୁ ମୋ ସ୍ଥାନରେ ରଖି ଥରେ ହେଲେ ବି ବିଚାର କରିବ। ଆସୁଛି। ଖୁବ୍ ଶୀଘ୍ର ପାଦ ପକାଇ ଚାଲିଥିଲା ସରିତା। କେତେ ବାଟ ଦୌଡ଼ିବ ଠିକ୍ ନାହିଁ, କେଉଁଆଡ଼େ ଯିବ ଠିକ୍ ନାହିଁ। କିନ୍ତୁ ଜିତୁଠୁ ଅନେକ ଦୂରକୁ ଚାଲିଯିବ ସେ। ହେଲେ ପ୍ରଥମେ ଘରେ ପହଞ୍ଚି ଆଗ ଗୁଡ଼ାଇ କାନ୍ଦିବ, ତେବେ ଯାଇ ନିଜକୁ ସମ୍ଭାଳି ପାରିବ। କାଲି ପୁଣି ଅଫିସ୍ ଅଛି ଯେ, ନିଜକୁ ସମ୍ଭାଳିବାକୁ ପଡ଼ିବ ତାକୁ। ତେବେ ଶ୍ରୋତା ବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।